କେନ୍ଦୁଝରର ଅଧିଷ୍ଠାତ୍ରୀ ଦୈବୀପୀଠ ମା ତାରିଣୀ ଆସ୍ଥା ଓ ଅକ୍ଷୟ ଶକ୍ତିର ପ୍ରତୀକ। ଏବେ ଏହି ଦିବ୍ୟ ଧାମରେ ଲେଖାଯିବ ଭବ୍ୟ ରୂପାନ୍ତରଣର କାହାଣୀ। ଐତିହାସିକ କୀର୍ତ୍ତିରାଜି ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳୀର ସମନ୍ୱିତ ବିକାଶ ଅନ୍ତର୍ଗତ 312 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଦ୍ୱାରା ନୂଆ କୀର୍ତ୍ତିମାନ ଲେଖାଯିବ। ମାତ୍ର ବର୍ଷ 2ଟାରେ ଏହି ଦିବ୍ୟ ସ୍ୱପ୍ନକୁ ବାସ୍ତବ ଆକାର ଦେବାକୁ ସଂକଳ୍ପ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ପ୍ରଥମ ପର୍ଯ୍ୟାୟରେ 216 ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ଅତ୍ୟାଧୁନିକ ତୀର୍ଥଯାତ୍ରା କେନ୍ଦ୍ର, ଇଣ୍ଟରପ୍ରିଟେସନ ସେଣ୍ଟର, ଆକର୍ଷଣୀୟ ଫୁଡ୍ ପ୍ଲାଜା, ମାର୍କେଟ କମ୍ପ୍ଲେକ୍ସ, ନଡ଼ିଆ ଗୋଦାମ ଓ 500 ଆଗନ୍ତୁକଙ୍କ ସାଧନ ଯୋଗ୍ୟ ପ୍ରସାଦ ସେବନ ହଲ୍। ସୁଉଚ୍ଚ ୱାଚ୍ ଟାୱାରରୁ ମନ୍ଦିରର ଦିବ୍ୟ ଓ ଭବ୍ୟ ଦୃଶ୍ୟ ଦେଖିପାରିବେ ଭକ୍ତ। ଏହା ସହ ଶୌଚାଳୟ, କ୍ଲକ୍ ରୁମ୍, ଜୋତା ଷ୍ଟାଣ୍ଡ, ଟିକେଟ କାଉଣ୍ଟର, ହସ୍ତ ଓ ପଦ ପ୍ରକ୍ଷାଳନ ସ୍ଥାନ, ଡ୍ରାଇଭର ଡର୍ମିଟୋରୀ ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିର ପରିସରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ବିସ୍ତୃତ ପାର୍କିଂ ସ୍ଥଳ, ଅନୁଶାସିତ ଧାଡି ଦର୍ଶନ ବ୍ୟବସ୍ଥା, ବିଶାଳ ତୋରଣ ଆଗନ୍ତୁକଙ୍କୁ ସ୍ୱାଗତ କରିବ। ପାଦଚଲା ପଥ, ସବୁଜତାରେ ଆଚ୍ଛାଦିତ ଲ୍ୟାଣ୍ଡସ୍କେପିଂ, ଜଳ ନିଷ୍କାସନ, ବାହ୍ୟ ଜଳ ଓ ବିଦ୍ୟୁତ୍ ଯୋଗାଣ, ଉଜ୍ଜଳ ଆଲୋକମାଳା, ସୂଚନା ବୋର୍ଡ, ଆବର୍ଜନା ପ୍ରବନ୍ଧନ ଏବଂ ଅଲୌକିକ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ତୀର୍ଥଯାତ୍ରୀଙ୍କୁ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବ। ଭକ୍ତଙ୍କ ମନକୁ ଶୀତଳତା ଓ ପରିସରକୁ ଦିବ୍ୟତା ପ୍ରଦାନ ଲକ୍ଷ୍ୟରେ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ମନ୍ଦିର ନିକଟସ୍ଥ ଛୋଟ ବଡ଼ ପୁଷ୍କରିଣୀର ବିକାଶ ସହ ନିର୍ମାଣ ହେବାକୁ ଥିବା ଶିଶୁ ଉଦ୍ୟାନ ସମୀପରେ ଅବସ୍ଥିତ ଜଳାଶୟର ବିକାଶ କରାଯିବ।